मैं मंगला मंगला मंदिर आपण मैंने शुणते भले रही खुशी रही मार आशीर्वाद सदा सब आपण मैंने मुझे था समस्त मो हृदय नमस्कार। आज फ्रेश वाला ब्लॉग मो माँ ठू आरंभ करेतु मुझ घर को जाइली घर ठू ब्लॉग करी जेहेतु काली आसिले काली करनी बहुत दिन भिडियो काली पोस्ट करी आज गोटे नुआ फ्रेश वाला ब्लॉग को आरंभ कर आज ठाकुर पूजा ये आज ठाकुर पूजा जेहेतु घरे 15 दिन है घरे रही कौन मु 11टा 12टा को आसे पुणी सन्ध्या पड़े जाए ठाकुर पूजा हीरो पूजी था ब्लॉग टी करानी बाधुनिया लगे एटी तो रही ना रातिटा एटी रही ना से धरू आज जेहेतु बुधवार आइंष बार जेहेतु मसे 2 मास प्राय आइंष खाई नी श्रावण भाद्र मास खाई नी आज हूँ छाड़ खाए पुणी मसकटा 12 बार पड़ी पड़ेगा ताप्य मास पड़े आसे खरा भी आज बहुत जोर है छात पर लुगा सुखे कौन हम रोषेईबास कौन पतिदेव जे आइंष आनी देखिया आसंजा छात पर लुगा सुखे आसिया 15 दिन पर आसिली छात पर लुगा सुखे ये खोरा तो मझे वर्षा होता वर्षा है क्या खरा 8टा बेलू देखुं कि खरा 8टा बेलू प्रबल खरा है हाँ मुझे लुगा सुखे आप सहित कथा अच्छे जेहेतु वर्षा होता वर्षा पर खरा आसीगला आख्या तो 21 तारिख रे माँ आसचंदी दुर्गा माँ कटक तो फेमस आपण मैंने जानते दशहरा कटक ने तो सबुठ फेमस हो सारा ये गले केते मुझे ठाकुर पूजी नी गले 7टा 15 आसिक 8टा बेला पर्यंत आसी ना चा करके थोड़ी चा पिया हम देखिए कर्म अनुसार कौन काम होटा टिके आपण सहित सेयार करी एमती आम सहित रुहतु मो चैनल को लाइक शेयर सब्सक्राइब करने को जमा भी भूलें भल भल कमेंट दबातु कि भूल थे मत क्षमा कर ये दिन हम जेहेतु ठीक रे वीडियो पोस्ट कर पारनी बोली मोर व्यू आवाज पूरा कमी कमी जाऊँगी आपण मैंने चाहिए आपण मैंने भल पाइबा मत आहरी आग को नहीं जाए वैख्या पतिदेव आसले देखी पारे जो गाड़ी रे आउछन से पतिदेव पूरा मुँह को आंबिला करी जाए देखो सांग मैंने खाइबे पखाड़ बहुत दिन पर आज आमर ये देसी माछ को पखाड़ भात खरा को सोरिषा बेसार हम
ମାଛ ଦିହରେ ଧୁଆ ହେଇକି ମାଛ ଦିହରେ କଟାହେଲା। କଟା ହେଇକି ଅଦା ରସୁଣ ଛେଚା, ଲଙ୍କା ଗୁଣ୍ଡ, ହଳଦୀ, ଲୁଣ, ସୋରିଷ ତେଲ ଗୋଳା ହେଲା, ଲେମ୍ବୁ ଟିକେ ଚୋପଡ଼ା ହେଇକି ସେ ଗୋଟେ ଫ୍ରାଏ ଭଳିଆ ହେଇକି ଭଜା ହେଇଛି। ସେଇଟା କେମିତି ଭଜା ହେଇଛି ସେଇଟା ମୁଁ ସେଇଟା ଆପଣମାନଙ୍କ ସହିତ ବି ସେୟାର କରିବି। ଆପଣମାନେ କହିବେ କେମିତି ହେଇଛି। ମୁଁ କହିଲେ ମୋ ପତିଦେବ ମୋ ଉପରେ ରାଗିବେ। ମୁଁ କହୁଛି ଭଲ ହେଇଛି, ସେ କହୁଛନ୍ତି ତୁ ମିଛରେ କହୁଛୁ। ଆପଣମାନେ ଟିକେ କହିବେ ଆଉ। ପତିଦେବ ଭାଜିଛନ୍ତି, ମୋତେ ତ ବଢ଼ିଆ ଲାଗୁଛି। ଚେଷ୍ଟା କରିଥିଲେ ଆଉ ଟିକେ ଭଲ ହେଇଥାନ୍ତା। ଆଉ ଇଏ କାକୁଡ଼ି ପାଗ ହବ, ଏ ପଖାଳ ଆସ ମାନେ ଖାଇବେ ପଖାଳ। ମୁଁ ଯାଉଛି ଖାଇବି। ଆଜି ଯେହେତୁ ବୁଧବାର ଅଛି ବାର, ଆଇଁଷ ଏଠି 1.5 ମାସ ହେଲାଣି ଯେହେତୁ ଖିଆ ହେଇନି, ସେଥିପାଇଁ ଆଜି ପତିଦେବ ଆଣିଥିଲେ ଦେଶୀ ପୋହଳା ମାଛ। ମସଲାରୁ ପାଣି ମରିଗଲାଣି, ଭାଜିକି ରଖିଥିଲେ ଆଳୁକୁ ପକେଇଦେବା। ତାକୁ କିଛି ସମୟ କଷିବା, କାହିଁକିନା ସୋରିଷଟା ବେଶୀ କଷିଲେ ପିତା ନା, ସେଥିପାଇଁ। କାହିଁକିନା ଆଉ ବି ଆଜି ଖାଲି ରସୁଣ, ହାଲକା ଅଦା, ହାଲକା ପିଆଜ, ସୋରିଷ, ଶୁଖିଲା ଲଙ୍କା 2ଟା ପକାଇ ବାଟିକି ତରକାରୀ କରିଛି। ଆଉ ହାଲକାରେ ଆଉ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଦେଇଛି। ପୋହଳା ମାଛ ନା, ପୋହଳା ମାଛରେ ଟିକେ ବେସର ନଦେଲେ କ'ଣ ଭଲ ଲାଗିବ କି? ଟିକେ କିଛି ସମୟ ପାଇଁ କଷି ଦେଇକି ପାଣି ଯୋଗାଡ଼ି ଦେବା। ଯେହେତୁ 1.5 ମାସ ପରେ ଆଇଁଷ ଖିଆ ହେଉଛି, ଟିକେ ପୁଣି ତ ଭଲ ଲାଗି ଟିକେ ଖିଆ ହେବ ନା ନାହିଁ। ଟିକେ 5 ମିନିଟ୍ କଷିକି ଆକୁ ପାଣି ଦେଇଦେବି। ଆଉ ଆମ୍ବୁଲଟା ମେନ୍ ନା। ଏଠି ପାଣି ଦେଇଦେଲି, ଆକୁ କିଛି ସମୟ ପାଇଁ ଛାଡ଼ିଦେବି ଆଳୁ ସିଝିବା ପାଇଁ କି, ଆଉ ମସଲା ଟିକେ ସିଝିବ, ତାପରେ ମାଛ ପକାଇବା। ଆମ୍ବୁଲ 2ଟା ରଖି ସାରିଲିଣି, ତା ଦେହରେ ପକାଇବି ବୋଲି। ଭାଜିକି ପୋହଳା ମାଛ ରଖିଦେଇଛି। ପୁଣି ଆଜି ମୁଁ ଫାଷ୍ଟ ଟାଇମ୍ ପାଇଁ କି ପୋହଳା ମାଛକୁ କାଟିଛି। ମୁଁ ଜାଣିନାହିଁ ପତିଦେବ ଖାଇ କ'ଣ କହିବେ। ସିଏ ସବୁବେଳେ କ'ଣ କାଟିକି ଆଣନ୍ତି, ଘରେ ବୋଉ କରିଦିଅନ୍ତି, ଶାଶୁ ଘରେ ଆମ ଶାଶୁ ମା କରିଦିଅନ୍ତି। ଆଉ ମୁଁ କେବେ ଛଡ଼େଇନି। ଆଜି ଫାଷ୍ଟ ଟାଇମ୍ ପାଇଁ ମୁଁ ତାକୁ କାଟି ଛଡ଼େଇକି ପିତ ବାହାର କରି କରିଛି। କ'ଣ ହେବ ମୁଁ ଜାଣିନି, କିନ୍ତୁ ମୋ ପତିଦେବ ଖାଇଲେ ଜଣାପଡ଼ିବ ପିତା ଲାଗୁଛି କି ନାହିଁ। ନା ଭାଜିବାଟା ଲୁକ୍ଟା ଠିକ୍ ଅଛି, ତରକାରୀ ଖାଇକି ଜାଣେ। ମୋ ପତିଦେବ ତ ସବୁଥିରେ ସିଏ ବାରନ୍ତି। କୌଣସି ଜିନିଷ ଏତେ ଟେଷ୍ଟ ହେଇଥିଲେ ବି ସେ କହିବେ ଭଲ ହେଇନି। ଭଲ ହେଇନି ଭିତରେ ବି କିଛି ରହସ୍ୟ ଥାଏ, ସେଟା ଆପଣମାନେ ଜାଣିଥିବେ। କିଛି ସମୟ ପାଇଁ ଫୁଟି ସାରିଲାଣି, ଏଣିକି ତାକୁ ମାଛ ପକାଇଦେବା। ମୋତେ ଟିକେ ସତ କଥା ଏମାନେ ଟିକେ ଭଲ ପାଆନ୍ତିନି, ମୋ ପତିଦେବ ଭଲ ପାଆନ୍ତିନି। ମୋତେ କାହିଁ ମାଛ ତରକାରୀ ଟିକେ ପାଣିଆ ହେଇଥିବ, ଟିକେ ରାଗ ହେଇଥିବ, ମୋତେ କାହିଁ ଭାରି ଭଲ ଲାଗେ ଖାଇବା ପାଇଁକି। ଦେଖୁଛନ୍ତି ମୁଣ୍ଡ ଛିଣ୍ଡିଗଲା। ଆକୁ କିଛି ସମୟ ପାଇଁ ଛାଡ଼ିଦେବା, ତାପରେ ଆମ୍ବୁଲ ପକାଇବା। ଆଜିର ଖାଇବା ଆମର କ'ଣ? ଭାତ, ଦେଶୀ ପୋହଳା ମାଛ ତରକାରୀ, ପୁଣି ସୋରିଷ ବଟା, ସୋରିଷ ଦେଇକି ଆମ୍ବୁଲ ପଡ଼ିକି ଟିକେ ରାଗ ମିଠା ଖଟା ତରକାରୀ। ଏମିତି ଆମ୍ବୁଲ 2ଟାରୁ ରଖିଥିଲି, ପକାଇବି। ଆକୁ କିଛି ସମୟ ପାଇଁ ଫୁଟେଇକି କାଢ଼ିଦେବି, କାହିଁକିନା ବେଶୀ ଖଟା କରିଦେବ 2ଟା ଆମ୍ବୁଲ। ଆଜିର ରୋଷେଇ ସଇଲା। ପୁରା ସହଜ ଉପାୟରେ ଦେଶୀ ଓଡ଼ିଆ ଘରଣୀ ଉପାୟରେ ତରକାରୀ, ପୁରା ଓଡ଼ିଆ। ଆମେ ଯେହେତୁ ଓଡ଼ିଆ କହିବା ଆଗରେ ହିଁ ତରକାରୀଟା